ଅନ୍ୟର ଖୁସି ପାଇଁ ବେଳେ ବେଳେ ପରିସ୍ଥିତି ମଣିଷକୁ ନେଇ ଏମିତି ମୁଡ଼ରେ ଠିଆ କରିଦିଏ ଯେଉଁଠି ଅନ୍ୟର ଖୁସି ପାଇଁ ନିଜକୁ ବଳି ଦେବାକୁ ପଡ଼ିଥାଏ। ବିଷ୍ଣବେ ନମ। ନମସ୍କାର, ମୁଁ ଜ୍ୟୋତିର୍ବିଦ ଯଜାତି କେଶରୀ ଦାସ ନେଇ ଆସିଛି ଫେବୃଆରୀ ମାସର ମାସିକ ରାଶିଫଳ। ଏବେ ଚାଲନ୍ତୁ ଜାଣିବା ମେଷ ରାଶି ବ୍ୟକ୍ତିଙ୍କର ଯାହାକି ଫେବୃଆରୀ ମାସର ମାସିକ ରାଶିଫଳ ଦୃଷ୍ଟିରୁ ଦେଖିଲେ ଏ ମାସରେ ଯାହାକି ଆପଣଙ୍କର ଦ୍ରୁତ ଗତିରେ ଆପଣଙ୍କର ଆୟ ବୃଦ୍ଧି ହେବାର ଚାନ୍ସ ରହୁଛି। ଆପଣଙ୍କର ବ୍ୟବସାୟ କ୍ଷେତ୍ରରେ ଟଙ୍କା ପରିମାଣ ଅନେକ ଶୀର୍ଷ ସ୍ଥାନରେ ପହଞ୍ଚିବ। ଚାକିରି କରୁଥିବା ବ୍ୟକ୍ତିମାନେ ମେଷ ରାଶି ବ୍ୟକ୍ତି ନିଶ୍ଚିତ ନିଜର ଭଲ କାମ କରିବାର ସୁଯୋଗ ଦେବ ଏବଂ ନିଜର ସହଯୋଗୀ ବା କିମ୍ବା ଆପଣଙ୍କର ସହଭାଗୀ ମାନେ ଆପଣଙ୍କୁ ଅନେକ ସହଯୋଗ କରିବାର ପୂର୍ଣ୍ଣ ସୁଯୋଗ ରହୁଛି। ଏ ମାସ ମେଷ ରାଶି ବ୍ୟକ୍ତି କୌଣସି ଗୁରୁତ୍ୱପୂର୍ଣ୍ଣ ଦାୟିତ୍ୱ ଅବଲମ୍ବନ ଅର୍ଥାତ ବହନ କରିବାର ପୂର୍ଣ୍ଣ ସୁଯୋଗ ଦେଉଛି। ତେବେ ମେଷ ରାଶି ବ୍ୟକ୍ତି ଏ ମାସ ଯାହାକି ଆପଣ ଚାକିରି ବା କୌଣସି ଇଣ୍ଟରଭ୍ୟୁରେ ନିଶ୍ଚିତ ସଫଳତା ପ୍ରଦାନ କରିବାର ଗ୍ରହ ଆପଣଙ୍କୁ ସମ୍ପୂର୍ଣ୍ଣ ସହଯୋଗ କରୁଛନ୍ତି। ତେବେ ମେଷ ରାଶି ବ୍ୟକ୍ତି ବ୍ୟବସାୟ ଦୃଷ୍ଟିରୁ ଦେଖିଲେ ଏ ମାସ ଯାହାକି ପୁରୁଣା ଗ୍ରାହକ ବା ବିଦେଶରୁ ଆପଣଙ୍କୁ ଅନେକ ଲାଭ କରିପାରିବ ବା ବିଶେଷ କରି ଇ କମର୍ସ ବା ସୋସିଆଲ ମିଡ଼ିଆ ଠାରୁ ବା ଆଉଟସୋର୍ସିଂରେ ଅନେକ ଜଡ଼ିତ ବ୍ୟକ୍ତିମାନେ ଲାଭ କରିବାର ଚାନ୍ସ ରହୁଛି। କିନ୍ତୁ ଯାହାକି ମେଷ ରାଶି ବ୍ୟକ୍ତି ଅନାବଶ୍ୟକ ଖର୍ଚ୍ଚ ଠାରୁ ନିଶ୍ଚିତ ଦୂରେଇ ରୁହନ୍ତୁ, ଯାହା ଆପଣଙ୍କ ପାଇଁ ଭଲ ହେବ। ସ୍ୱାସ୍ଥ୍ୟଗତ ଦୃଷ୍ଟିରୁ ଦେଖିଲେ ଆପଣଙ୍କର ଯାହାକି କିଛି ଆଖି ଜନିତ ବା ପୂର୍ବରୁ ଯଦି ପାଚନ ଜନିତ ସମସ୍ୟା ଥିବ ଆପଣ ଏହା ପ୍ରତି ସାବଧାନ ରୁହନ୍ତୁ। ଅତ୍ୟଧିକ ଖାଦ୍ୟ ଖାଆନ୍ତୁ ନାହିଁ ବା ନିଦ୍ରା ଜନିତ ସମସ୍ୟା ବ୍ୟାଘାତକୁ ଏଡ଼ାନ୍ତୁ, ଯାହା ଆପଣଙ୍କ ପାଇଁ ଭଲ ହେବ। ତେବେ ମେଷ ରାଶି ବ୍ୟକ୍ତି ଏ ମାସ ଛାତ୍ରଛାତ୍ରୀ ମାନଙ୍କ ପାଇଁ ସକାରାତ୍ମକ ରହିବ। ନୂତନ କିଛି ଶିକ୍ଷା କ୍ଷେତ୍ରରେ ପରୀକ୍ଷାରେ ଭଲ ସଫଳତା ପାଇପାରନ୍ତି। ତେବେ ଏ ମାସ ମେଷ ରାଶି ବ୍ୟକ୍ତି ନିଶ୍ଚିତ ଆପଣଙ୍କ ଜୀବନରେ ଯେଉଁ ଆସୁଥିବା ସମସ୍ୟା ଯଦି ରହୁଛି ଆପଣ ପ୍ରତ୍ୟେକ ମଙ୍ଗଳବାର ଦିନ ହନୁମାନ ଦର୍ଶନ କରିବା ସହିତ ହନୁମାନ ଚାଳିଶା ପାଠ କରନ୍ତୁ। ଦେଖିବେ ଆପଣଙ୍କ ଜୀବନରେ ଯେଉଁ ସମସ୍ୟା ଆସୁଛି ନିଶ୍ଚିତ ସେ ସମସ୍ୟା ଫେବୃଆରୀ ମାସରେ ସମାଧାନ ହୋଇଯିବ। ଏହି ଉପାୟଟେ କରନ୍ତୁ। ଏବେ ଚାଲନ୍ତୁ ଜାଣିବା ବୃଷ ରାଶି ବ୍ୟକ୍ତିଙ୍କର ଯାହାକି ଫେବୃଆରୀ ମାସର ମାସିକ ରାଶିଫଳ ଦୃଷ୍ଟିରୁ ଦେଖିଲେ ଆପଣ ଏ ମାସରେ ଆପଣଙ୍କୁ ମିଶ୍ରିତ ଫଳ ଦେବାର ଚାନ୍ସ ରହୁଛି, ଯାହା ଆପଣଙ୍କ ଭାଗ୍ୟ ଚକ୍ରରୁ ଜଣାପଡ଼ୁଛି। ଚାକିରି କ୍ଷେତ୍ରରେ ଆପଣଙ୍କର ସ୍ଥାନ ପରିବର୍ତ୍ତନ କିମ୍ବା କାର୍ଯ୍ୟ ପରିବର୍ତ୍ତନ ହେବାର ଚାନ୍ସ ରହୁଛି, ଯାହା ବୃଷ ରାଶି ବ୍ୟକ୍ତିଙ୍କ ଭାଗ୍ୟ ଚକ୍ରରୁ ଜଣାପଡ଼ୁଛି। ତେବେ ବ୍ୟବସାୟ କ୍ଷେତ୍ରରେ ବା ନେଟୱାର୍କିଂ ବା ଆପଣଙ୍କ ଲିଡରସିପ୍ କ୍ଷେତ୍ରରେ ଆପଣଙ୍କର ଭାଗ୍ୟ ଅନେକ ଶୁଭଯୋଗ ପ୍ରଦାନ କରୁଛି, ଯାହା ବୃଷ ରାଶି ବ୍ୟକ୍ତିଙ୍କ ଭାଗ୍ୟ ଚକ୍ରରୁ ଜଣାପଡ଼ୁଛି। ତେବେ ମାସ ଆରମ୍ଭରେ ଆପଣଙ୍କର ଆର୍ଥିକ ସ୍ଥିତି ଭଲ ରହିବ ଏବଂ ଗୁରୁତ୍ୱପୂର୍ଣ୍ଣ ଖର୍ଚ୍ଚ ଠାରୁ ଟିକେ ନିୟନ୍ତ୍ରଣ ଧ୍ୟାନ ଦେବାର ଆବଶ୍ୟକତା ରହିଛି। କୌଣସି କ୍ଷେତ୍ରରେ ଶୀଘ୍ର ନିବେଶ କରିବା ଠାରୁ ବୃଷ ରାଶି ବ୍ୟକ୍ତି ଦୂରତା ଅବଲମ୍ବନ କରନ୍ତୁ, ଯାହା ଆପଣଙ୍କ ପାଇଁ ଭଲ ହେବ। ସ୍ୱାସ୍ଥ୍ୟଗତ ଦୃଷ୍ଟିରୁ ଦେଖିଲେ ଏ ମାସ ଆପଣଙ୍କର ଯାହାକି ପିଠି ଯନ୍ତ୍ରଣା ବା ଚର୍ମଜନିତ ସମସ୍ୟା କିଛି ମାତ୍ରାରେ ଆପଣଙ୍କୁ ହାରାସମେଣ୍ଟ କରିପାରେ। ତେବେ ଯାହାକି ବୃଷ ରାଶି ବ୍ୟକ୍ତି ପ୍ରେମ ଦୁନିଆରେ ଯେଉଁମାନେ ରହିଛନ୍ତି ସେମାନଙ୍କର ଛୋଟ ମୋଟ ଭୁଲ ବୁଝାମଣା ହେବାର ଚାନ୍ସ ରହୁଛି। ତେଣୁ ବୃଷ ରାଶି ବ୍ୟକ୍ତି ଧୈର୍ଯ୍ୟ ସହକାରେ ସଂଯମତା ନିହାତି ଆବଶ୍ୟକତା ରହିଛି। ଦେଖିବେ ଆପଣଙ୍କର ସମ୍ପର୍କ ନିଶ୍ଚିତ ସ୍ଥିରତା ହେବ ଏବଂ ମଜବୁତ ହେବ। ତେଣୁ ଏହା ପ୍ରତି ନିଶ୍ଚିତ ବୃଷ ରାଶି ବ୍ୟକ୍ତି ସାବଧାନ ରୁହନ୍ତୁ। ତେବେ ଏ ମାସ ଆପଣ କୌଣସି ସମସ୍ୟା ଆସିବ ନାହିଁ ଯଦି ଆପଣ ଏହି ଉପାୟଟେ କରନ୍ତୁ, ଯାହାକି ବୃଷ ରାଶି ବ୍ୟକ୍ତି ଶୁକ୍ରବାର ଦିନ ଲକ୍ଷ୍ମୀଙ୍କୁ କିଛି ସିନ୍ଦୁର ବା ତାଙ୍କ ଆଗରେ ଆପଣ ସ୍ତୁତି ନିଶ୍ଚିତ ପାଠ କରନ୍ତୁ। ଦେଖିବେ ଆପଣଙ୍କର ଯେଉଁ ସମସ୍ୟା ରହୁଛି ସେ ସମସ୍ୟା ନିଶ୍ଚିତ ସମାଧାନର ରାସ୍ତା ବାହାରିଯିବ।
ତେବେ ଏବେ ଚାଲନ୍ତୁ ଜାଣିବା ମିଥୁନ ରାଶି ବ୍ୟକ୍ତିଙ୍କର ଫେବୃଆରୀ ମାସର ମାସିକ ରାଶିଫଳ। ଏ ମାସରେ ଯାହାକି କ୍ୟାରିୟର ଦୃଷ୍ଟିରୁ ଦେଖିଲେ ମିଥୁନ ରାଶି ବ୍ୟକ୍ତି ଟିକେ ସତର୍କତା ସହିତ କାର୍ଯ୍ୟ କରନ୍ତୁ। ପ୍ରତ୍ୟେକ କାର୍ଯ୍ୟରେ ଆପଣ ସାବଧାନ ଅବଲମ୍ବନ ନ କରିଲେ ଆପଣଙ୍କର କାର୍ଯ୍ୟ ଅନେକ ଚାପ ବା ସମସ୍ୟା ଦେଇ ଗତି କରିବାକୁ ପଡ଼ିପାରେ। ତେଣୁ ପ୍ରତ୍ୟେକ କାର୍ଯ୍ୟ ସାବଧାନ ରୁହନ୍ତୁ। ବ୍ୟବସାୟ ଦୃଷ୍ଟିରୁ ଦେଖିଲେ ମିଥୁନ ରାଶି ବ୍ୟକ୍ତି ଆପଣଙ୍କୁ ଯଥେଷ୍ଟ ଲାଭ ବା ସଫଳତା ଆଡ଼କୁ ଅଗ୍ରଗତି କରିପାରେ। ଆପଣଙ୍କ ପରିଶ୍ରମ ଦ୍ୱାରା ସମସ୍ତ ପ୍ରକାର ବ୍ୟବସାୟ କ୍ଷେତ୍ରରେ ଆୟକୁ ଆପଣ ଦ୍ୱିଗୁଣିତ କରିବାର ନିଶ୍ଚିତ ଭାଗ୍ୟ ଆପଣଙ୍କୁ ସାଥ ଦେବ। ତେବେ ମିଥୁନ ରାଶି ବ୍ୟକ୍ତି ଏ ମାସ ଯାହାକି କ୍ୟାରିୟର ଦୃଷ୍ଟିରୁ ଦେଖିଲେ ଆପଣ ଟିକେ ମାସର ଶେଷ ଆଡ଼କୁ ନିଶ୍ଚିତ ଭାଗ୍ୟ ଆପଣଙ୍କୁ ସାଥ ଦେବ। ତେବେ ନୂତନ କାର୍ଯ୍ୟ କରିବାର କିଛି ସୁଯୋଗ ଦେବ। କାର୍ଯ୍ୟରେ କିଛି ପରିବର୍ତ୍ତନ ଆସିପାରେ, କିନ୍ତୁ ମିଥୁନ ରାଶି ବ୍ୟକ୍ତି ସେହି କାର୍ଯ୍ୟ ପରିବର୍ତ୍ତନ ଆପଣଙ୍କ ହିଁ ଫାଇଦା ହେବ। ତେବେ ମିଥୁନ ରାଶି ବ୍ୟକ୍ତି ଏ ମାସରେ ନୂତନ ପ୍ରେମରେ ଯେଉଁମାନେ ଜଡ଼ିତ କରିବାର ସୁଯୋଗ ଦେଇପାରେ, ଅର୍ଥାତ୍ ଯେଉଁମାନେ ପ୍ରେମ କରିନାହାନ୍ତି ବା ବିବାହ କରିନାହାନ୍ତି, ଯାହାକି ବିବାହ ପ୍ରସ୍ତାବ ବା ପ୍ରେମ ଜଗତରେ ଆପଣ ନିଶ୍ଚିତ ବୁଡ଼ି ଯାଇପାରନ୍ତି, ଯାହା ମିଥୁନ ରାଶି ବ୍ୟକ୍ତିଙ୍କ ରାଶି ଚକ୍ରରୁ ଜଣାପଡ଼ୁଛି। ତେବେ ଏ ମାସ ମିଥୁନ ରାଶି ବ୍ୟକ୍ତି କୌଣସି ଦୂରଯାତ୍ରା କରିବାର ପୂର୍ଣ୍ଣ ଯୁଗ ରହୁଛି, କିନ୍ତୁ ମିଥୁନ ରାଶି ବ୍ୟକ୍ତି ଗାଡ଼ି ଚଳାଇବା ସମୟରେ ଆପଣ ଟିକେ ଏ ମାସ ସାବଧାନ ରୁହନ୍ତୁ, ଯାହା ଆପଣଙ୍କ ପାଇଁ ଭଲ ହେବ। ତେବେ ସ୍ୱାସ୍ଥ୍ୟଗତ ଦୃଷ୍ଟିରୁ ଦେଖିଲେ ପେଟ ସମ୍ବନ୍ଧୀୟ ବା ଚର୍ମଜନିତ ସମସ୍ୟା ଆସିପାରେ, ତେଣୁ ନିଜର ଖାଦ୍ୟପେୟକୁ ଟିକେ ସାବଧାନ ରଖନ୍ତୁ। ତେବେ ମିଥୁନ ରାଶି ବ୍ୟକ୍ତି ଏ ମାସ ଆପଣ ନିଶ୍ଚିତ ବୁଧବାର ଦିନ ଯାହାକି ଗାଈକୁ ଘାସ ଖାଇବା ପାଇଁ ଦିଅନ୍ତୁ। ଦେଖିବେ ଆପଣଙ୍କ ଜୀବନରେ ଯେଉଁ ସମସ୍ୟା ଆସୁଛି ଏ ମାସରେ ନିଶ୍ଚିତ କୌଣସି ସମସ୍ୟା ଆସିବ ନାହିଁ। ଏବେ ଚାଲନ୍ତୁ ଜାଣିବା କର୍କଟ ରାଶି ବ୍ୟକ୍ତିଙ୍କର ମାସିକ ରାଶିଫଳ, ଯାହାକି ଫେବୃଆରୀ ମାସରେ। ଏ ମାସରେ ଯାହାକି ଚାକିରି କ୍ଷେତ୍ରରେ କାର୍ଯ୍ୟ କରୁଥିବା ବ୍ୟକ୍ତିମାନେ ଅଧିକ ଦାୟିତ୍ୱ ଆପଣଙ୍କର ବଢ଼ିଯାଇପାରେ, ତଥାପି ଆପଣଙ୍କର କଠିନ ପରିଶ୍ରମ ଯୋଗୁଁ କୌଣସି ସମସ୍ୟା ଆସିବ ନାହିଁ, ଯାହାକି କର୍କଟ ରାଶି ବ୍ୟକ୍ତି ଅନେକ କାର୍ଯ୍ୟ କ୍ଷେତ୍ରରେ ଆପଣ ପ୍ରଶଂସା ପାଇବାର ପୂର୍ଣ୍ଣ ଯୋଗ ରହୁଛି। ତେବେ ବ୍ୟବସାୟ କ୍ଷେତ୍ରରେ କର୍କଟ ରାଶି ବ୍ୟକ୍ତି ଆପଣଙ୍କର ଉତ୍ଥାନ ପତନ ହେବାର ଚାନ୍ସ ରହୁଛି, ତଥାପି ଆପଣଙ୍କର ଆଗାମୀ ଚିନ୍ତାଧାରା ଯୋଗୁଁ ଅନେକ ଯଥେଷ୍ଟ ଲାଭ ପାଇବାର ପୂର୍ଣ୍ଣ ସୁଯୋଗ ରହୁଛି। ବିଦେଶ କ୍ଷେତ୍ରରେ ନିଶ୍ଚିତ କର୍କଟ ରାଶି ବ୍ୟକ୍ତି ଅନେକ ଲାଭ ପାଇବାର ପୂର୍ଣ୍ଣ ସୁଯୋଗ ରହୁଛି। ତେବେ କର୍କଟ ରାଶି ବ୍ୟକ୍ତି ଆପଣଙ୍କର ଆର୍ଥିକ ସ୍ଥିତି ନିଶ୍ଚିତ ଏ ମାସ ଆପଣଙ୍କୁ ଟିକେ ସ୍ଥିରତା ଦେବାର ଆବଶ୍ୟକତା ରହିଛି, କାରଣ ଖର୍ଚ୍ଚ ବୃଦ୍ଧି କରିବାର ଚାନ୍ସ ରହୁଛି। ତେବେ କର୍କଟ ରାଶି ବ୍ୟକ୍ତି ଏ ମାସ ଯେଉଁମାନେ ପ୍ରେମ ଜଗତରେ ଅଛନ୍ତି ଟିକେ ଆପଣଙ୍କର ସମ୍ପର୍କ ଭଲ ରହିବ। କେତେକ କ୍ଷେତ୍ରରେ ଯେଉଁମାନେ ନୂତନ ପ୍ରେମ ପାଇଁ ଇଚ୍ଛା କରୁଛନ୍ତି ନିଶ୍ଚିତ ସମ୍ପର୍କ ଭିତରେ ଯୋଡ଼ି ଯାଇପାରନ୍ତି ବା ବିବାହ ଜନିତ କିଛି ମାତ୍ରାରେ ପ୍ରସ୍ତାବ ଆସିପାରେ, ଯାହା କର୍କଟ ରାଶି ବ୍ୟକ୍ତିଙ୍କ ଭାଗ୍ୟ ଚକ୍ରରୁ ଜଣାପଡ଼ୁଛି। ତେବେ କର୍କଟ ରାଶି ବ୍ୟକ୍ତି ସ୍ୱାସ୍ଥ୍ୟଗତ ଦୃଷ୍ଟିରୁ ଦେଖିଲେ ଆପଣଙ୍କର ସ୍ୱାସ୍ଥ୍ୟ ଜନିତ କିଛି ପାଚନ ଜନିତ ସମସ୍ୟା ଆସିପାରେ, ତେଣୁ ଏହା ପ୍ରତି ଧ୍ୟାନ ଦେବାର ଆବଶ୍ୟକତା ରହିଛି। ମାନସିକ କ୍ଷେତ୍ରରେ ମଧ୍ୟ ଆପଣଙ୍କୁ କିଛି ଚାପ ବା ଅସ୍ଥିର ବୃଦ୍ଧି ହୋଇପାରେ, ତେଣୁ ଧ୍ୟାନ ଯୋଗ କରନ୍ତୁ। ଆପଣଙ୍କର ଯେଉଁ ସମସ୍ୟା ରହୁଛି ସେ ସମସ୍ୟା ନିଶ୍ଚିତ ସମାଧାନ ହୋଇଯିବ। ତେବେ କର୍କଟ ରାଶି ବ୍ୟକ୍ତି ଏ ମାସ ଆପଣ ନିଶ୍ଚିତ ସୋମବାର ଦିନ ଶିବ ପୂଜା କରନ୍ତୁ। ଦେଖିବେ ଆପଣଙ୍କ ଯେଉଁ ସମସ୍ୟା ଆସୁଛି କର୍କଟ ରାଶି ବ୍ୟକ୍ତି ତାହା ନିଶ୍ଚିତ ସମାଧାନ ହୋଇଯିବ। ଏବେ ଚାଲନ୍ତୁ ଜାଣିବା ସିଂହ ରାଶି ବ୍ୟକ୍ତିଙ୍କର, ଯାହାକି ମାସିକ ରାଶିଫଳରେ ଫେବୃଆରୀ ମାସରେ ଏ ବ୍ୟକ୍ତିମାନଙ୍କ ପାଇଁ କ୍ୟାରିୟର ଦୃଷ୍ଟିରୁ ଦେଖିଲେ ଅନେକ ଚ୍ୟାଲେଞ୍ଜ ସାମ୍ନା କରିବାକୁ ପଡ଼ିବ। କର୍ମକ୍ଷେତ୍ରରେ ପ୍ରତିଯୋଗିତା ବା ବିରୋଧ ଆସିପାରେ, ତେଣୁ ସତର୍କ ସହିତ ଯାହାକି ସିଂହ ରାଶି ବ୍ୟକ୍ତି କାର୍ଯ୍ୟ କରିଚାଲନ୍ତୁ। ବ୍ୟବସାୟରେ ଆପଣଙ୍କୁ ପୂର୍ଣ୍ଣ ସହକାରେ ରଣନୀତି କରିଲେ ଆପଣଙ୍କୁ ସଫଳତା ଦେଇପାରେ। ଦୀର୍ଘକାଳୀନ କାର୍ଯ୍ୟରେ ବ୍ୟବସାୟ କ୍ଷେତ୍ରରେ
ଆପଣଙ୍କର କାର୍ଯ୍ୟ ନିଶ୍ଚିତ ସଫଳତା ପ୍ରଦାନ କରିବ, କିନ୍ତୁ ନିଶ୍ଚିତ ସ୍ଥିରତା ରଖିବା ପାଇଁ ଚେଷ୍ଟା କରନ୍ତୁ। କୌଣସି କାର୍ଯ୍ୟରେ ଅସ୍ଥିର ହୋଇ କାର୍ଯ୍ୟ କରନ୍ତୁ ନାହିଁ। କାର୍ଯ୍ୟ ପ୍ରାରମ୍ଭରେ ଆପଣଙ୍କର ଯାହାକି ଖର୍ଚ୍ଚ ଅଧିକ ବୃଦ୍ଧି ହୋଇପାରେ ଏ ମାସରେ ସିଂହ ରାଶି ବ୍ୟକ୍ତିଙ୍କର। ତେବେ ସିଂହ ରାଶି ବ୍ୟକ୍ତି ଏ ମାସ ଟିକେ ସ୍ୱାସ୍ଥ୍ୟ ପ୍ରତି ଟିକେ ସଚେତନ ରୁହନ୍ତୁ। ଯାହାକି ଏସିଡିଟି ବା ନିଦ୍ରା ଜନିତ ସମସ୍ୟା ଆପଣଙ୍କୁ ଭୋଗ କରିବାକୁ ପଡ଼ିପାରେ। ତେବେ ସିଂହ ରାଶି ବ୍ୟକ୍ତି ଏ ମାସ ଯେଉଁମାନେ ପ୍ରେମ ଜଗତରେ ଜଡ଼ିତ ଅଛନ୍ତି ଆପଣଙ୍କର ଭାଗ୍ୟ ପୂର୍ଣ୍ଣ ସହଯୋଗ କରୁଛନ୍ତି। ବିବାହ ଦମ୍ପତି ମାନେ ଆପଣଙ୍କର ଭଲ ପାଇବା ଅଧିକ ବଢ଼ିପାରେ। ନୂତନ ଯେଉଁମାନେ ପ୍ରେମ କରିନାହାନ୍ତି ନୂତନ ପ୍ରେମ କରିବାର ସୁଯୋଗ ପ୍ରଦାନ କରିପାରେ, କିନ୍ତୁ ପ୍ରେମ ଭିତରେ କୌଣସି କ୍ଷେତ୍ରରେ ମଧ୍ୟ ସିଂହ ରାଶି ବ୍ୟକ୍ତି ଯୁକ୍ତିତର୍କ କଳହ କରନ୍ତୁ ନାହିଁ, ନହେଲେ ଆପଣଙ୍କର ସମ୍ପର୍କ ଫିଟା ପଡ଼ିପାରେ। ତେଣୁ ଏହା ପ୍ରତି ଧ୍ୟାନ ଦେବାର ଆବଶ୍ୟକତା ରହିଛି ସିଂହ ରାଶି ବ୍ୟକ୍ତି। ତେବେ ସିଂହ ରାଶି ବ୍ୟକ୍ତି ଏ ମାସକୁ ଆପଣ କୌଣସି ସମସ୍ୟା ଆସିବ ନାହିଁ ଯଦି ଭାବୁଛନ୍ତି, ତେବେ ଏହି ଉପାୟଟେ କରନ୍ତୁ। ଯାହାକି ଆପଣ ରବିବାର ଦିନ ଯେକୌଣସି ଗରିବ ଲୋକଙ୍କୁ ଦାନ କରନ୍ତୁ ବା ତାଙ୍କୁ ଖାଇବା ଦିଅନ୍ତୁ। ଦେଖିବେ ଆପଣଙ୍କ ଜୀବନରେ ଯେଉଁ ଏ ମାସରେ ସମସ୍ୟା ଆସୁଛି ନିଶ୍ଚିତ ତାହା ସମାଧାନ ହୋଇଯିବ। ଏବେ ଚାଲନ୍ତୁ ଜାଣିବା କନ୍ୟା ରାଶି ବ୍ୟକ୍ତିଙ୍କ ବିଷୟରେ। କନ୍ୟା ରାଶି ବ୍ୟକ୍ତି ଏ ମାସ ଯାହାକି ଫେବୃଆରୀ ମାସରେ ଆପଣଙ୍କୁ ଯାହାକି କଠିନ ପରିଶ୍ରମ ଦ୍ୱାରା ସମସ୍ତ ପ୍ରକାର ସଫଳତା ପାଇବେ। ଆପଣଙ୍କର ଶୃଙ୍ଖଳାଗତ କାର୍ଯ୍ୟ ଆପଣଙ୍କୁ ଶୀର୍ଷ ସ୍ଥାନରେ ପହଞ୍ଚେଇବ ଏବଂ ନିଜର କ୍ୟାରିୟର ଯଥେଷ୍ଟ ଭାଗ୍ୟ ଆପଣଙ୍କୁ ସାଥ ଦେବ। ଦୀର୍ଘକାଳୀନ ବ୍ୟବସାୟରେ ଯୋଜନାରେ ଆପଣ ନିଶ୍ଚିତ କନ୍ୟା ରାଶି ବ୍ୟକ୍ତି ସଫଳତା ହାସଲ କରିବେ। ତେବେ କନ୍ୟା ରାଶି ବ୍ୟକ୍ତି ଆର୍ଥିକ ସ୍ଥିତି ଦୃଷ୍ଟିରୁ ଦେଖିଲେ ଆପଣଙ୍କର ଅର୍ଥ ବା ରୋଜଗାର କରିବାର କ୍ଷମତା ନିଶ୍ଚିତ ଭଲ ସୁଯୋଗ ରହିଛି। ପେଟ ବା ଅନ୍ତନାଳୀ ଜନିତ ସମସ୍ୟା ଆପଣଙ୍କର ରହିବ। ତେଣୁ ନିଶ୍ଚିତ କନ୍ୟା ରାଶି ବ୍ୟକ୍ତି ଟିକେ ଏହା ପ୍ରତି ନିଶ୍ଚିତ ଧ୍ୟାନ ଦିଅନ୍ତୁ। ଆବଶ୍ୟକ ସ୍ଥଳେ ଆପଣ ପ୍ରତ୍ୟେକ ଦିନ ବ୍ୟାୟାମ କରନ୍ତୁ, ଧ୍ୟାନ କରନ୍ତୁ। ଏହା କରିଲେ ଆପଣଙ୍କର କୌଣସି ସ୍ୱାସ୍ଥ୍ୟ ସମସ୍ୟା ଆସିବ ନାହିଁ ବା ଆପଣଙ୍କର ମାନସିକ ସ୍ଥିତି ମଧ୍ୟ ସ୍ଥିରତା ଦେଖାଦେବ। ତେବେ କନ୍ୟା ରାଶି ବ୍ୟକ୍ତି ଯେଉଁମାନେ ପ୍ରେମ ଜଗତରେ ରହିଛନ୍ତି ଯାହାକି ପ୍ରେମରେ କିଛି ମତଭେଦ ସୃଷ୍ଟି ହୋଇପାରେ ବା ନିଜ ଭିତରେ କିଛି ବୈଚାରିକ ମତଭେଦ ଆସିପାରେ। ତେଣୁ ଆପଣଙ୍କର କନ୍ୟା ରାଶି ବ୍ୟକ୍ତିଙ୍କର ଏ ମାସରେ ପ୍ରେମ ଦୃଷ୍ଟିରୁ ଦେଖିଲେ ଆପଣଙ୍କର ଭାଗ୍ୟ ନିମ୍ନଗାମୀ ରହୁଛି। ତେଣୁ ଏହା ପ୍ରତି ନିଶ୍ଚିତ କନ୍ୟା ରାଶି ବ୍ୟକ୍ତି ଧ୍ୟାନ ଦିଅନ୍ତୁ। ପରିବାର କ୍ଷେତ୍ରରେ କିନ୍ତୁ କନ୍ୟା ରାଶି ବ୍ୟକ୍ତି ପୂର୍ଣ୍ଣ ସହଯୋଗ ମିଳିବ, ଭଲ ସାହାଯ୍ୟ ମିଳିବାର ଯୁଗ ବନେଇବା ସହିତ କିନ୍ତୁ ଆପଣଙ୍କୁ ବାଣୀକୁ ଟିକେ କଠୋର ଠାରୁ ଦୂରତା ଅବଲମ୍ବନ କରନ୍ତୁ। ଦେଖିବେ ଆପଣଙ୍କର କୌଣସି କାର୍ଯ୍ୟରେ ଯାହାକି ଅସଫଳତା ହେବ ନାହିଁ ବା ସମସ୍ତଙ୍କ ସହିତ ସମ୍ପର୍କ ଭଲ ରହିବ। ତେବେ କନ୍ୟା ରାଶି ବ୍ୟକ୍ତି ଏ ମାସକୁ ଭଲ ରଖିବା ପାଇଁ ଆପଣ ବୁଧବାର ଦିନ ଗୁରୁଦେବ ମାନଙ୍କୁ ଅର୍ଥାତ୍ ଆପଣଙ୍କର ଗୁରୁଜନ ଇଷ୍ଟମାନଙ୍କୁ କିଛି ବସ୍ତ୍ର ପ୍ରଦାନ କରନ୍ତୁ। ଦେଖିବେ ଆପଣଙ୍କର ଯେଉଁ ସମସ୍ୟା ରହୁଛି ଦେଖିବେ ଏ ମାସର ତାହା ସମାଧାନ ହୋଇଯିବ। ଏହି ଉପାୟଟେ କରନ୍ତୁ। ତେବେ ଏବେ ଚାଲନ୍ତୁ ଜାଣିବା ତୁଳା ରାଶି ବ୍ୟକ୍ତିଙ୍କର ଫେବୃଆରୀ ମାସର ମାସିକ ରାଶିଫଳ। ଏ ମାସରେ ଯାହାକି ତୁଳା ରାଶି ବ୍ୟକ୍ତି କ୍ୟାରିୟର ଦୃଷ୍ଟିରୁ ଦେଖିଲେ ଆପଣଙ୍କର କାର୍ଯ୍ୟ ନିଶ୍ଚିତ ସଫଳତା ଦେବାର ପୂର୍ଣ୍ଣ ସୁଯୋଗ ରହୁଛି। ଯାହାକି ନୂତନ କାର୍ଯ୍ୟ ସୁଯୋଗ ସମ୍ଭାବନା ରହିବା ସହିତ ଆପଣଙ୍କୁ ଅନେକ କ୍ଷେତ୍ରରେ ଆପଣଙ୍କୁ ସଫଳତା ପ୍ରଦାନ କରିବାର ସୁଯୋଗ ରହୁଛି। ତେବେ ତୁଳା ରାଶି ବ୍ୟକ୍ତି ବ୍ୟବସାୟ କ୍ଷେତ୍ରରେ ସହକର୍ମୀ ମାନେ ନିଶ୍ଚିତ ଆପଣଙ୍କୁ ସହଯୋଗ କରିବେ। ପ୍ରତ୍ୟେକ କାର୍ଯ୍ୟ ଆପଣଙ୍କର କାର୍ଯ୍ୟ ସ୍ଥିରତା ହିଁ
ଆପଣଙ୍କର ସଫଳତାର ଚାବିକାଠି। କୌଣସି କ୍ଷେତ୍ରରେ ଆପଣଙ୍କୁ ଚାପ ବା ଅସ୍ଥିର କରିପାରେ, କିନ୍ତୁ ଆପଣଙ୍କର ବ୍ୟବସ୍ଥା ବା ଗଠନମୂଳକ କାର୍ଯ୍ୟ ଯୋଗୁଁ ସେଥିରେ କୌଣସି ସମସ୍ୟା ଆସିବ ନାହିଁ। ତୁଳା ରାଶି ବ୍ୟକ୍ତିମାନେ, ତେବେ ତୁଳା ରାଶି ବ୍ୟକ୍ତି ଏ ମାସରେ ନୂତନ କିଛି କାର୍ଯ୍ୟ କରିବା ପାଇଁ ନିଶ୍ଚିତ ଭାଗ୍ୟ ଆପଣଙ୍କୁ ସାଥ ଦେଉଛି। ବିଶେଷ କରି ଯେକୌଣସି କାର୍ଯ୍ୟ କରନ୍ତୁ ନା କାହିଁକି ସେଥିରେ ସଫଳତା ଦେବ ନିଶ୍ଚିତ। ତେବେ ତୁଳା ରାଶି ବ୍ୟକ୍ତି, ଶନି ଆପଣଙ୍କୁ ନିଶ୍ଚିତ ସାମାନ୍ୟତମ ଆୟରେ କିଛି ଯାହାକି ଧୀର କରିଦେଇପାରେ, ତେଣୁ ଏହା ପ୍ରତି ଟିକେ ସତର୍କତା ଅବଲମ୍ବନ କରନ୍ତୁ। ଭଲ ପରାମର୍ଶ ନେଇ କାର୍ଯ୍ୟ କରନ୍ତୁ, ଦେଖିବେ କୌଣସି ଆପଣଙ୍କର ସମସ୍ୟା ଆସିବ ନାହିଁ। ତେବେ ପରିବାର ବା ବୃତ୍ତିଗତ କାର୍ଯ୍ୟରେ କିଛି ମାତ୍ରାରେ ଆପଣଙ୍କର ଚିଡ଼ଚିଡ଼ାପଣ, ବିଶେଷ କରି ନିଜ ଭିତରେ ଅଧିକ ମତଭେଦ ଆସିପାରେ। ତେଣୁ ତୁଳା ରାଶି ବ୍ୟକ୍ତି ଏ ମାସକୁ ଭଲ ରୂପେ ରଖିବା ପାଇଁ ଆପଣ ନିଶ୍ଚିତ ଟିକେ ସାବଧାନ ସହକାରେ ପ୍ରତ୍ୟେକ କାର୍ଯ୍ୟ କରିଲେ, ବିଶେଷ କରି ପରିବାର ବର୍ଗଙ୍କ ସହିତ। ତେବେ ଏ ମାସକୁ ଆପଣ ଭଲ ରଖିବା ପାଇଁ ପ୍ରତିକାର କରିପାରନ୍ତି। ଆପଣ ଶୁକ୍ରବାର ଦିନ ନିଶ୍ଚିତ ଆପଣ ଯାହାକି ଶନି ମନ୍ଦିରରେ ଆପଣ ପରିଦର୍ଶନ କରନ୍ତୁ। ଦେଖିବେ ଆପଣଙ୍କର ଯେଉଁ ସମସ୍ୟା ରହୁଛି ନିଶ୍ଚିତ ସେ ସମସ୍ୟାର ସମାଧାନ ରାସ୍ତା ବାହାରିଯିବ। ତେଣୁ ଏହି ଉପାୟଟେ କରନ୍ତୁ। ତେବେ ଏବେ ଚାଲନ୍ତୁ ଜାଣିବା ବିଛା ରାଶି ବ୍ୟକ୍ତିଙ୍କର ଫେବୃଆରୀ ମାସର ମାସିକ ରାଶିଫଳ। ଆପଣଙ୍କର ମଙ୍ଗଳ ଗ୍ରହ ଉଚ୍ଚ ରାଶିରେ ରହିବ ଏବଂ ଶନି ମୀନ ରାଶିରେ ରହୁଥିବାରୁ ଆପଣଙ୍କ ଗୋଚର କୁଣ୍ଡଳୀ ତୃତୀୟ ଘରେ ଶକ୍ତିଶାଳୀ ହେବ। ଆପଣଙ୍କ ନିଷ୍ପତ୍ତି ନେବାର କ୍ଷମତା ବିଛା ରାଶି ବ୍ୟକ୍ତିଙ୍କର ଦୃଢ଼ ଏବଂ ନିଶ୍ଚିତ ସଫଳତା ପ୍ରଦାନ କରିବାର ସୁଯୋଗ ପ୍ରଦାନ କରିବ ଏ ମାସ କ୍ଷେତ୍ରରେ। ତେବେ ବିଛା ରାଶି ବ୍ୟକ୍ତି, ଛୋଟ ଛୋଟ ଯାତ୍ରା ଆପଣଙ୍କୁ ଅନେକ ଲାଭ ଆଣିଦେଇପାରେ ଏ ମାସ କ୍ଷେତ୍ରରେ, ଯାହା ଗୁରୁତ୍ୱପୂର୍ଣ୍ଣ ବା କ୍ୟାରିୟର ଦୃଷ୍ଟିରୁ ଦେଖିଲେ ଆପଣଙ୍କର ବଡ଼ ବଡ଼ ସଫଳତା ଯୁଗ ଅତିକ୍ରମ କରିବାର ପୂର୍ଣ୍ଣ ସୁଯୋଗ ରହୁଛି। ତେବେ ଆପଣଙ୍କର ବିଛା ରାଶି ବ୍ୟକ୍ତିଙ୍କର ଆତ୍ମବିଶ୍ୱାସ ସହିତ ନୂତନ କାର୍ଯ୍ୟ କରିଚାଲନ୍ତୁ, ସେଥିରେ ନିଶ୍ଚିତ ଆପଣ ସଫଳତା ପ୍ରାପ୍ତ କରିବେ। ଆପଣଙ୍କର ଏ ମାସରେ ନେତୃତ୍ୱ ବା ସାର୍ବଜନ କ୍ଷେତ୍ରରେ ଦକ୍ଷତା, ବିଶେଷ କରି ଭାଷଣ ବା ରାଜନୈତିକ କ୍ଷେତ୍ରରେ ବିଛା ରାଶି ବ୍ୟକ୍ତି ନିଶ୍ଚିତ ମଜବୁତ ହେବେ। ତେବେ ବିଛା ରାଶି ବ୍ୟକ୍ତି ଅଟକି ଯାଇଥିବା କିଛି କାର୍ଯ୍ୟ ଧୀରେ ଧୀରେ ତାହା ପୂର୍ଣ୍ଣ ବା ସମାପ୍ତ ହେବାର ପୂର୍ଣ୍ଣ ସୁଯୋଗ ରହୁଛି। କିନ୍ତୁ କୌଣସି କ୍ଷେତ୍ରରେ ବିଛା ରାଶି ବ୍ୟକ୍ତି ଟଙ୍କା ନିବେଶ କରିବା ପୂର୍ବରୁ ପୂର୍ଣ୍ଣ ଭାବେ ତାହାକୁ ପରିଦର୍ଶନ କରନ୍ତୁ। ବିଶେଷ କରି ଆପଣ ସତର୍କ ସହକାରେ ନିଜର ପାଣ୍ଠି ନିବେଶ କରନ୍ତୁ, ନହେଲେ ଆପଣ ଠକାମିରେ ପଡ଼ିପାରନ୍ତି। ତେବେ ବିଛା ରାଶି ବ୍ୟକ୍ତି, ପ୍ରିୟଜନଙ୍କ ସହିତ ଆପଣ ଭଲ ବ୍ୟବହାର ରଖନ୍ତୁ, ଯାହା ଆପଣଙ୍କ ପାଇଁ ଭଲ ହେବ। ବିଶେଷ କରି କିଛି ମାତ୍ରାରେ ଏ ମାସର ମତଭେଦ ଆସିପାରେ, ତେଣୁ ଏହା ପ୍ରତି ନିଶ୍ଚିତ ବିଛା ରାଶି ବ୍ୟକ୍ତି ଟିକେ ଧ୍ୟାନ ଦିଅନ୍ତୁ। ତେବେ ବିଛା ରାଶି ବ୍ୟକ୍ତି ଏ ମାସକୁ ନିଶ୍ଚିତ ଏହି ପ୍ରତିକାର କରନ୍ତୁ। ପ୍ରତ୍ୟେକ ମଙ୍ଗଳବାର ଆପଣ ନିଶ୍ଚିତ ହନୁମାନଙ୍କୁ ଦର୍ଶନ କରନ୍ତୁ, ଦେଖିବେ ଆପଣଙ୍କର ଆସୁଥିବା ସମସ୍ୟା ନିଶ୍ଚିତ ସମାଧାନ ହୋଇଯିବ। ଏବେ ଚାଲନ୍ତୁ ଜାଣିବା ଧନୁ ରାଶି ବ୍ୟକ୍ତିଙ୍କର ଫେବୃଆରୀ ମାସର ମାସିକ ରାଶିଫଳ। ଏ ମାସରେ ଧନୁ ରାଶି ବ୍ୟକ୍ତିମାନେ ଆର୍ଥିକ ସ୍ଥିତି ମଜବୁତ ରହିବ। ସମ୍ପତ୍ତି କ୍ଷେତ୍ରରେ ଆପଣଙ୍କର ନୂତନ ଉତ୍ସାହ ଆଣିଦେବ। ସାହସ ଏବଂ ଆପଣଙ୍କର ଆତ୍ମବିଶ୍ୱାସ କ୍ଷେତ୍ରରେ ଆପଣଙ୍କର ଆୟ ଦ୍ୱିଗୁଣିତ ବୃଦ୍ଧି ହେବାର ପୂର୍ଣ୍ଣ ସୁଯୋଗ ରହୁଛି। ତେବେ ଧନୁ ରାଶି ବ୍ୟକ୍ତି ଚତୁର୍ଥ ଘରେ ଯାହାକି ଶନି ରହୁଥିବାରୁ କାର୍ଯ୍ୟ ପ୍ରତି ଟିକେ ଯାହାକି ନିଜର ଭାଗ୍ୟ ଧୀରେ ଧୀରେ ଅଗ୍ରଗତି କରିବ, ବିଶେଷ କରି ଲାଭ ବୃଦ୍ଧି କରିବ ନିଶ୍ଚିତ। ସପ୍ତମ ଘରେ ବୃହସ୍ପତି ଥିବାରୁ ଆପଣଙ୍କର ବ୍ୟବସାୟରେ ଅନେକ ସଫଳତା ପ୍ରଦାନ କରିବ, ଯାହା
ଧନୁରାଶି ବ୍ୟକ୍ତିଙ୍କର ଭାଗ୍ୟ ଚକ୍ରରୁ ଜଣା ପଡୁଛି ଏ ମାସ କ୍ଷେତ୍ରରେ। ତେବେ ଧନୁରାଶି ବ୍ୟକ୍ତି କ୍ୟାରିୟର ଦୃଷ୍ଟିରୁ ଦେଖିଲେ ଆପଣଙ୍କର ଯାହାକି ଫେବୃଆରୀ ମାସରେ ଆପଣଙ୍କୁ ଭଲ ଯୁଗ ନାହିଁ, ଅନେକ ଚ୍ୟାଲେଞ୍ଜ ସାମ୍ନା କରିବାକୁ ପଡ଼ିବ। ତେବେ ଯାହାକି ଧନୁରାଶି ବ୍ୟକ୍ତି ଦରମା କିମ୍ବା ବ୍ୟବସାୟ କ୍ଷେତ୍ରରେ ଆପଣଙ୍କୁ ନିଶ୍ଚିତ ଆପଣଙ୍କର ଭାଗ୍ୟ ଲାଭ ହେବାର ସମ୍ଭାବନା ଯୁଗ ରହୁଛି। ତେବେ ଏ ମାସ ଯେଉଁମାନେ ନିଜର ପ୍ରେମ କ୍ଷେତ୍ରରେ ସମ୍ପର୍କରେ ଅଛନ୍ତି ବା ବିବାହ ଜନିତ କ୍ଷେତ୍ରରେ ଅଛନ୍ତି, ଆପଣଙ୍କର ଜୀବନସାଥୀ ବା ସ୍ତ୍ରୀଙ୍କ ସହିତ ବିଶେଷ କରି ମତଭେଦ ଯୁଗ ରହୁଛି ବା ନିଜର ଭୁଲ ବୁଝାମଣା ଯୋଗୁଁ ସମ୍ପର୍କରେ କିଛି କଟୁତା ଆସିପାରେ। ତେଣୁ ଏହା ପ୍ରତି ନିଶ୍ଚିତ ଧ୍ୟାନ ଦିଅନ୍ତୁ। ତେଣୁ ଆପଣମାନଙ୍କୁ ନିଶ୍ଚିତ ଧ୍ୟାନ ଦେବାର ଆବଶ୍ୟକତା ରହିଛି ଯେ ଧନୁରାଶି ବ୍ୟକ୍ତିମାନେ ନିଶ୍ଚିତ ନିଜର ସହକର୍ମୀଙ୍କ ବା ପ୍ରେମ ଜଗତର ଯେଉଁମାନଙ୍କ ସହିତ ସମ୍ପର୍କ ରଖିଛନ୍ତି ଭଲ ସମ୍ପର୍କ ରଖନ୍ତୁ, ଦେଖିବେ ଆପଣଙ୍କର ସମ୍ପର୍କ ଠିକ୍ ରହିବ। ତେବେ ଏ ମାସ ଧନୁରାଶି ବ୍ୟକ୍ତି ନିଶ୍ଚିତ ଏହି ଉପାୟଟେ କରନ୍ତୁ, ଯାହାକି ନିଜର ଗୁରୁଜନଙ୍କୁ ଟିକେ ସମ୍ମାନ କରନ୍ତୁ। ଯେକୌଣସି କାର୍ଯ୍ୟ କରିବା ପୂର୍ବରୁ ଗୁରୁଜନଙ୍କ ପରାମର୍ଶ ନିଅନ୍ତୁ ଏବଂ କାର୍ଯ୍ୟ କରିବା ପୂର୍ବରୁ ବା ଯିବା ପୂର୍ବରୁ ଗୁରୁଦେବଙ୍କୁ ବା ଅର୍ଥାତ୍ ଆପଣଙ୍କର ପରିବାରଜନର ଯେଉଁମାନେ ବଡ଼ ଅଛନ୍ତି ବାପା ମାଙ୍କୁ ନିଶ୍ଚିତ ପ୍ରଣାମ କରି କାର୍ଯ୍ୟ ଆରମ୍ଭ କରନ୍ତୁ। ତେବେ ଏବେ ଚାଲନ୍ତୁ ଜାଣିବା ମକର ରାଶି ବ୍ୟକ୍ତିଙ୍କର ମାସିକ ରାଶିଫଳ ଫେବୃଆରୀ ମାସରେ। କ୍ୟାରିୟର ଦୃଷ୍ଟିରୁ ଦେଖିଲେ ଏ ମାସ ଆପଣଙ୍କୁ ନିଶ୍ଚିତ ପ୍ରାରମ୍ଭରେ ଅତିରିକ୍ତ ପ୍ରତିରୋଧ ଆସିପାରେ। ତେଣୁ ଧ୍ୟାନପୂର୍ବକ ପ୍ରତ୍ୟେକ କାର୍ଯ୍ୟ କରନ୍ତୁ ମକର ରାଶି ବ୍ୟକ୍ତିମାନେ। ଯାହାକି ଫେବୃଆରୀ ମାସରେ ଆପଣଙ୍କୁ ଅନେକ ଯାହାକି ବୃତ୍ତିଗତ ଚ୍ୟାଲେଞ୍ଜ ଆସିବ, କିନ୍ତୁ ଚ୍ୟାଲେଞ୍ଜକୁ ସାମ୍ନା କରିଲେ ନିଶ୍ଚିତ ମକର ରାଶି ବ୍ୟକ୍ତି ସଫଳତା ପାଇବେ। ଦ୍ୱିତୀୟ ଘରେ ପଞ୍ଚମ ଗ୍ରହ ରାଜଯୋଗ ସୃଷ୍ଟି ହେଉଥିବାରୁ ଅଟକି ଯାଇଥିବା ପାଣ୍ଠି ବା ବୋନସ୍ ବା ନୂତନ ଆୟର କିଛି ସାହାଯ୍ୟ ମିଳିବ କିମ୍ବା ରାସ୍ତା ଖୋଲିଯିବ, ଯାହାକି ଆପଣଙ୍କୁ ସଫଳତା ଆଡ଼କୁ ଅଗ୍ରଗତି କରିପାରେ। ତେବେ ବୃହସ୍ପତି ପଛକୁ ଗତି ଯୋଗୁଁ ଆପଣଙ୍କୁ ଅନେକ ଚ୍ୟାଲେଞ୍ଜ ସୃଷ୍ଟି କରିପାରେ। ପ୍ରିୟଜନ ବା ନେଟୱାର୍କ ମାର୍କେଟିଂରେ ଯେଉଁମାନେ କାର୍ଯ୍ୟ କରୁଛନ୍ତି ନିଶ୍ଚିତ ଆପଣଙ୍କୁ ସହଯୋଗ ମିଳିବାର ପୂର୍ଣ୍ଣ ସୁଯୋଗ ରହୁଛି, ଯାହା ମକର ରାଶି ବ୍ୟକ୍ତିଙ୍କ ଯାହାକି ଫେବୃଆରୀ ମାସର ରାଶି ଚକ୍ରରୁ ଜଣାପଡ଼ୁଛି। ତେବେ ଏ ମାସ ଯେଉଁମାନେ ଅବିବାହିତ ହୋଇଥିବେ ସେମାନଙ୍କର ନୂତନ ପ୍ରେମ ବା ଜୀବନସାଥୀ ବା ବିବାହ ଜନିତ ପ୍ରସ୍ତାବ ଆସିବାର ପୂର୍ଣ୍ଣ ସୁଯୋଗ ରହୁଛି, ଯାହା ମକର ରାଶି ବ୍ୟକ୍ତିଙ୍କ ରାଶି ଦୃଷ୍ଟିରୁ ଜଣାପଡ଼ୁଛି। ତେବେ ଏ ମାସ ସ୍ୱାସ୍ଥ୍ୟ ପ୍ରତି ଟିକେ ଧ୍ୟାନ ଦିଅନ୍ତୁ, କାରଣ ସ୍ୱାସ୍ଥ୍ୟ ଯାହାକି କାଶ ଥଣ୍ଡା ଶ୍ୱାସ ପ୍ରତିରୋଧ ସମସ୍ୟା ଯେଉଁମାନଙ୍କର ଥିବ ପୂର୍ବରୁ ଅଧିକ ବୃଦ୍ଧି କରିବାର ଅନେକ ଚାନ୍ସ ରହୁଛି। ତେଣୁ ମକର ରାଶି ବ୍ୟକ୍ତିମାନେ ଏହା ପ୍ରତି ଧ୍ୟାନ ଦିଅନ୍ତୁ। ତେବେ ଏ ମାସ ନିଶ୍ଚିତ ଏହି ପ୍ରତିକାର କରନ୍ତୁ। ପ୍ରତ୍ୟେକ ଶନିବାର ଆପଣମାନେ ଶସ୍ୟ ଦାନ କରନ୍ତୁ, ଦେଖିବେ ଯେଉଁ ଆପଣଙ୍କର ସମସ୍ୟା ଥିବ ନିଶ୍ଚିତ ସେ ସମସ୍ୟା ସମାଧାନ ହୋଇଯିବ। ଏବେ ଚାଲନ୍ତୁ ଜାଣିବା କୁମ୍ଭ ରାଶି ବ୍ୟକ୍ତିଙ୍କର ଫେବୃଆରୀ ମାସର ମାସିକ ରାଶିଫଳ। ତେବେ ଏ ମାସ କୁମ୍ଭ ରାଶି ବ୍ୟକ୍ତିଙ୍କର ବହୁତ ଯାହାକି ବିଶେଷ ଲାଭଦାୟକର ଯୁଗ ବନଉଛି। ରାହୁ ବ୍ୟତୀତ ମଙ୍ଗଳ ବୁଧ ସୂର୍ଯ୍ୟ ଶୁକ୍ର ମଧ୍ୟ ଆପଣଙ୍କ ରାଶିରେ ଯାହାକି ପଞ୍ଚମ ଘରରେ ଯାହାକି ଦୂରଦୃଷ୍ଟି ଦେଖୁଥିବାରୁ ଆପଣଙ୍କର ଧନ ଏବଂ କ୍ୟାରିୟର ଦୃଷ୍ଟିରୁ ଦେଖିଲେ ଅନେକ ନୂତନ ସୁଯୋଗ ଆଣିଦେଇପାରେ। କୁମ୍ଭ ରାଶି ବ୍ୟକ୍ତିଙ୍କର ଆପଣଙ୍କର ପୁରୁଣା ଯାହାକି କାର୍ଯ୍ୟ ଯେଉଁ ଅଟକି ଯାଇଥିଲା ସେ କାର୍ଯ୍ୟ ନିଶ୍ଚିତ ଯାହାକି ସମ୍ପୂର୍ଣ୍ଣ କରିବାର କ୍ଷମତା ରହିବ। ବିଶେଷ କରି ପ୍ରଯୁକ୍ତ ବିଦ୍ୟା ଏବଂ ନେଟୱାର୍କ ମାର୍କେଟିଂରେ ଆପଣଙ୍କୁ ଅନେକ ଲାଭ ଦେଇପାରେ। ଅଟକି ଯାଇଥିବା ଅର୍ଥ ଆପଣଙ୍କର
ଫେରି ପାଇବାର ଚାନ୍ସ ରହୁଛି। ଆର୍ଥିକ ସ୍ଥିତି ମଜବୁତ ରହିବ। ଏ ମାସରେ ଆପଣଙ୍କର ସମ୍ପର୍କ ଏବଂ ପ୍ରେମ ଦୃଷ୍ଟିରୁ ଦେଖିଲେ ଆପଣଙ୍କର ଯାହାକି ସମ୍ପୂର୍ଣ୍ଣ ଶୁଭଯୋଗ ଦୃଷ୍ଟି ରହୁଛି। ତେଣୁ କୌଣସି ସମ୍ପର୍କ ଜନିତ ସମସ୍ୟା ଆସି ନପାରେ। ବିବାହ ଜନିତ କ୍ଷେତ୍ରରେ ଆପଣଙ୍କର ପ୍ରସ୍ତାବ ଯୋଗ ବନେଇ ପାରେ, ଯାହା କୁମ୍ଭ ରାଶି ବ୍ୟକ୍ତିଙ୍କର ରାଶି ଚକ୍ରରୁ ଜଣା ପଡୁଛି। ତେବେ କୁମ୍ଭ ରାଶି ବ୍ୟକ୍ତି ଏ ମାସ ଆପଣଙ୍କର ସ୍ୱାସ୍ଥ୍ୟ ପ୍ରତି ଟିକେ ନିଶ୍ଚିତ ଧ୍ୟାନ ଦେବାର ଆବଶ୍ୟକତା ରହିଛି, କାରଣ ସ୍ୱାସ୍ଥ୍ୟ ଜନିତ ସମସ୍ୟା ଆପଣଙ୍କୁ ଭୋଗ କରିବାକୁ ପଡ଼ିପାରେ। ତେଣୁ କୁମ୍ଭ ରାଶି ବ୍ୟକ୍ତି ନିଶ୍ଚିତ ଏହା ପ୍ରତି ଟିକେ ଧ୍ୟାନ ଦିଅନ୍ତୁ। ବିଶେଷ କରି ଯୋଗ ଏବଂ ଧ୍ୟାନ କରନ୍ତୁ, ଆପଣଙ୍କର କୌଣସି ସମସ୍ୟା ଆସିବ ନାହିଁ। ତେବେ ଏ ମାସକୁ ଭଲ ରୂପେ ରଖିବା ପାଇଁ ଏହି ପ୍ରତିକାର କରନ୍ତୁ। ପ୍ରତି ମାସରେ ସୋମବାର ଯେଉଁ ପଡୁଛି, ଯାହାକି ଶିବଲିଙ୍ଗରେ ନିଶ୍ଚିତ ଗାଈ ଘିଅ ପ୍ରଦାନ କରନ୍ତୁ। ଶିବଙ୍କ ଠାରେ ମନ୍ତ୍ର ଜପ କରନ୍ତୁ। ଦେଖିବେ ଆପଣଙ୍କର ଯେଉଁ ଆସୁଥିବା ସମସ୍ୟା ନିଶ୍ଚିତ ସମାଧାନ ହୋଇଯିବ। ତେବେ ଏବେ ଚାଲନ୍ତୁ ଜାଣିବା ମୀନ ରାଶି ବ୍ୟକ୍ତିଙ୍କର ମାସିକ ରାଶିଫଳ, ଯାହାକି ଫେବୃଆରୀ ମାସରେ। ତେବେ ଏ ମାସରେ ଆପଣଙ୍କର କ୍ୟାରିୟର ଏବଂ ବୃତ୍ତିଗତ ଦୃଷ୍ଟିରୁ ଦେଖିଲେ ଆପଣ ଶୃଙ୍ଖଳିତ ଭାବରେ ନିଶ୍ଚିତ କାମ କରିବେ ଏବଂ ଶୃଙ୍ଖଳିତ ରହିଲେ ଆପଣଙ୍କର କାର୍ଯ୍ୟଗୁଡ଼ିକ ଆଗକୁ ବଢ଼ିବ ଏବଂ ଆପଣଙ୍କର ଅଧିକ ଦାୟିତ୍ୱ ବଢ଼ି ଯାଇପାରେ। କାର୍ଯ୍ୟ ଏବଂ ବ୍ୟବସାୟ ଦୃଷ୍ଟିରୁ ଦେଖିଲେ ଭାଗ୍ୟ ଆପଣଙ୍କୁ ସନ୍ତୁଷ୍ଟ ଦେବ, ନୂତନ ସୁଯୋଗର ଚାନ୍ସ ଦେବ। ପୂର୍ବସ୍ଥିତ କାର୍ଯ୍ୟଗୁଡ଼ିକୁ ଯାହାକି ଅଟକି ଯାଇଥିବ ତାକୁ ନିଶ୍ଚିତ ସମ୍ପନ୍ନ କରିବାର କ୍ଷମତା ଆପଣଙ୍କ ପାଖରେ ଦେଖାଦେବ। ଆପଣଙ୍କର ଆର୍ଥିକ ଲାଭ ନିଶ୍ଚିତ ଆଗକୁ ବଢ଼ିବାର ପୂର୍ଣ୍ଣ ସୁଯୋଗ ରହୁଛି। ପୂର୍ବରୁ ଯେଉଁ କ୍ଷୟକ୍ଷତି ହୋଇଥିବ ଏ ମାସରେ ଆପଣଙ୍କର ତାହା ପୁନରୁଦ୍ଧାର ହେବାର ସୁଯୋଗ ଦେଇପାରେ, ଯାହା ମୀନ ରାଶି ବ୍ୟକ୍ତିଙ୍କର ରାଶି ଚକ୍ରରୁ ଜଣା ପଡୁଛି। ତେବେ ମୀନ ରାଶି ବ୍ୟକ୍ତି ଏ ମାସରେ ନେଟୱାର୍କିଂ କାର୍ଯ୍ୟରେ ଯେଉଁମାନେ କାର୍ଯ୍ୟ କରୁଥିବେ ଅନେକ ଆପଣଙ୍କ ପାଇଁ ଭାଗ୍ୟ ଶୁଭଯୋଗ ବନଉଛି। ତତ୍ସହିତ ଆପଣ ନିଜର ଲକ୍ଷ୍ୟସ୍ଥଳେ ନିଶ୍ଚିତ ପହଞ୍ଚିବେ। ତେବେ ପ୍ରେମ ଦୃଷ୍ଟିରୁ ଏ ମାସ ଆପଣଙ୍କର ସମ୍ପର୍କ ନିଶ୍ଚିତ ଭଲ ରହିବ। ଅବିବାହିତ ମାନେ ନୂତନ ସମ୍ପର୍କରେ ଗଢ଼ି ଉଠି ପାରନ୍ତି ବା ବିବାହ ପ୍ରସ୍ତାବ ପାଇପାରନ୍ତି। ତେବେ ଏ ମାସ ମୀନ ରାଶି ବ୍ୟକ୍ତିଙ୍କର ସ୍ୱାସ୍ଥ୍ୟଗତ ଦୃଷ୍ଟିରୁ ଦେଖିଲେ ଆପଣଙ୍କର ସ୍ୱାସ୍ଥ୍ୟ ଟିକେ ଭାବପ୍ରବଣତା ବା ମୁଣ୍ଡ ବିନ୍ଧା ଜନିତ ବା ଚିଡ଼ଚିଡ଼ାପଣ ଦେଖା ଦେଇପାରେ, ନିୟନ୍ତ୍ରଣକୁ ନ ରଖିପାରନ୍ତି। ତେଣୁ ନିଶ୍ଚିତ ମୀନ ରାଶି ବ୍ୟକ୍ତି ଏହା ପ୍ରତି ଦୃଷ୍ଟି ଦିଅନ୍ତୁ। ତେବେ ମୀନ ରାଶି ବ୍ୟକ୍ତି ଏ ମାସକୁ ଭଲ ରଖିବା ପାଇଁ ଆପଣ ନିଶ୍ଚିତ ଗୁରୁ ମନ୍ତ୍ର, ନିଜର ଇଷ୍ଟ ଦେବତାଙ୍କର ମନ୍ତ୍ର କିମ୍ବା ଆପଣଙ୍କର ଗୁରୁଜନଙ୍କୁ ପ୍ରଣାମ କରନ୍ତୁ। ଦେଖିବେ ଆପଣଙ୍କର ଭାଗ୍ୟ ନିଶ୍ଚିତ ସ୍ଥିରତା ହେବ। ଆସୁଥିବା ଯେଉଁ ସମସ୍ୟା ନିଶ୍ଚିତ ସମାଧାନ ହୋଇଯିବ। ଓଁ ବିଷ୍ଣବେ ନମଃ। ନମସ୍କାର।